ଆଜିର ଗଳ୍ପର ନାମ ବିଶ୍ୱାସେ ମିଳନ୍ତି ହରି ତର୍କେ ବହୁ ଦୂରେ। ଗୋଟିଏ ଗାଁରେ ମା ଓ ପୁଅ ଦୁଇଜଣ ବାସ କରୁଥିଲେ। ପୁଅଟି ଯେତେବେଳେ ମାତ୍ର 2 ବର୍ଷର ହୋଇଥିଲା, ଦୁର୍ଭାଗ୍ୟବଶତଃ ସେ ତାର ପିତାଙ୍କୁ ହରାଇଥିଲା। ମା ତାର ଏକମାତ୍ର ପୁଅକୁ ଅତି ସ୍ନେହରେ ଲାଳନ ପାଳନ କରୁଥିଲା। ତାକୁ ଶିକ୍ଷିତ କରାଇବା ପାଇଁ ସେ ବିଭିନ୍ନ ଉପାୟରେ ଅକ୍ଲାନ୍ତ ପରିଶ୍ରମ କରି ଟଙ୍କା ରୋଜଗାର କରୁଥିଲା। ପୁଅଟି ଭାରି ବୁଦ୍ଧିଆ ଓ ତା ମା ପ୍ରତି ଆଜ୍ଞାକାରୀ ଥିଲା ଏବଂ ତାଙ୍କୁ ବହୁତ ଶ୍ରଦ୍ଧା ଓ ଭକ୍ତି କରୁଥିଲା। ସେ ପାଠପଢ଼ାରେ ମଧ୍ୟ ବହୁତ ଆଗୁଆ ଥିଲା। ତାର 5ମ ଶ୍ରେଣୀ ପରୀକ୍ଷା ପାଖେଇ ଆସିଥାଏ। ପରୀକ୍ଷା ପାଇଁ ସେ ମନ ଲଗାଇ ପାଠ ପଢ଼ୁଥାଏ। ଦିନେ ସେ ସ୍କୁଲରୁ ଆସି ତା ମାଙ୍କୁ କହିଲା, ମା, 4 ଦିନ ଭିତରେ ମୋତେ ପରୀକ୍ଷା ପାଇଁ 200 ଟଙ୍କା ଫି ଦେବାକୁ ପଡ଼ିବ, ନହେଲେ ମୋତେ ପରୀକ୍ଷାରେ ବସିବାକୁ ଦେବେନି। କିଛି ବି କରି ମୋତେ 200 ଟଙ୍କା ଦିଅ ମା। ଏକଥା ଶୁଣି ମା ଭୟଭୀତ ହୋଇଗଲେ, କାରଣ ମାସ ଶେଷ ହୋଇଯାଇଥିବାରୁ ତାଙ୍କ ପାଖରେ କିଛି ବି ଟଙ୍କା ବଳକା ନଥିଲା। ସେ 200 ଟଙ୍କା ଆଣିବେ କେଉଁଠୁ? ତେଣୁ ସେ କିଛି ଉପାୟ ନ ପାଇ ପ୍ରଧାନ ଶିକ୍ଷକଙ୍କ ପାଖକୁ ଗଲେ ଏବଂ ସମୟ ମଧ୍ୟରେ ପରୀକ୍ଷା ଫି ଦେବାରେ ତାଙ୍କର ଅକ୍ଷମତା ବୁଝାଇଲେ ଆଉ ଅନୁରୋଧ କରି କହିଲେ ଯେ ତାଙ୍କୁ କୌଣସି ପ୍ରକାରେ ସେ ଯଦି ସାହାଯ୍ୟ କରିପାରନ୍ତେ। ପ୍ରଧାନ ଶିକ୍ଷକ ସଫା ଉତ୍ତର ଦେଲେ ଯେ ତାଙ୍କ ହାତରେ କିଛି ନାହିଁ, ଏହା ସ୍କୁଲର ନିୟମ, ଏଥିରେ ସେ ତାଙ୍କୁ କିଛି ବି ସାହାଯ୍ୟ କରିପାରିବେ ନାହିଁ। ମା ନିରାଶରେ ଘରକୁ ଫେରି ଆସି ତାଙ୍କ କୁଡ଼ିଆ ପାଖରେ ଥିବା ଏକ ଗଛ ତଳେ ବସି ନିଜର ଅକ୍ଷମତା ପାଇଁ ଯେ ତାଙ୍କ ପୁଅ ଦଣ୍ଡ ପାଇବ ଏକଥା ଭାବି ଭାବି କାନ୍ଦିବାକୁ ଲାଗିଲେ। ପୁଅଟି ସ୍କୁଲରୁ ଫେରି ତା ମାଙ୍କୁ କାନ୍ଦୁଥିବାର ଦେଖିଲା। ସେ ଦୌଡ଼ି ଯାଇ ଆଖିରୁ ଲୁହ ପୋଛି ଦେଇ ପଚାରିଲା, ମା, କ'ଣ ହେଲା ତୁମର? ଏଠି ବସି କାହିଁ କାନ୍ଦୁଛ ତୁମେ? ମା ଉତ୍ତରରେ କହିଲେ, ମୋ ପୁଅ, ମୋତେ କ୍ଷମା କରିଦେ। ମୁଁ ସବୁ ଚେଷ୍ଟା କରି ମଧ୍ୟ ତୋର ପରୀକ୍ଷା ଫି ଯୋଗାଡ଼ କରିପାରିଲି ନାହିଁ। ତୁ କାଲିଠୁ ଆଉ ସ୍କୁଲ ଯାଇପାରିବୁ ନାହିଁ। ମୋ ସହିତ କାମ କରିବାକୁ ଆସିଲେ ଭଲ ହେବ। ଆଉ କୌଣସି ଉପାୟ ମୋତେ ଦେଖାଯାଉନି। ପିଲାଟି କହିଲା, ମା, ତୁମେ କାହାଠୁ 200 ଟଙ୍କା ଋଣ ଆକାରରେ କାହିଁକି ମାଗୁନାହଁ? ପରୀକ୍ଷା ପରେ ମୁଁ କାମ କରିବି ଆଉ ଆମେ 2 ଜଣ ମିଶି ଋଣ ଶୁଝିଦେବା। ମା ଉତ୍ତର ଦେଇ କହିଲା, ମୋର ପ୍ରିୟ ପୁତ୍ର, କିଏ ଆମକୁ ଟଙ୍କା ଦେବ? କେବଳ ଭଗବାନ ଚାହିଁଲେ ହିଁ ଆମକୁ ଟଙ୍କା ମିଳିପାରିବ। ପୁଅଟି ଉତ୍ସାହିତ ହୋଇ ପଚାରିଲା, ମା, ଭଗବାନ କିଏ? ସେ କେଉଁଠି ଅଛନ୍ତି? ତାଙ୍କର ଠିକଣା କ'ଣ? ମୋତେ କୁହ, ମୁଁ ତାଙ୍କଠାରୁ ଟଙ୍କା ଆଣିବାକୁ ଯିବି। ମା ଅସହାୟ ଭାବରେ କହିଲା, ହଁ ପୁଅ, ଭଗବାନ ନାରାୟଣ ବୈକୁଣ୍ଠପୁରରେ ଅଛନ୍ତି, ଯିଏକି ସମସ୍ତ ଧନର ଉତ୍ସ। କ୍ଷଣେ ମାତ୍ର ଡେରି ନ କରି ବିନା ଦ୍ୱିଧାରେ ପୁଅଟି ପୋଷ୍ଟ ଅଫିସକୁ ଦୌଡ଼ିଲା। ତା ପାଖରେ କିଛି ମୁଦ୍ରା ଥିଲା। ସେ ସେହି ମୁଦ୍ରାରେ ଗୋଟେ କାର୍ଡ଼ କିଣିଲା ଏବଂ ସେଥିରେ ତା ମାଙ୍କ ଦୁର୍ଭାଗ୍ୟଜନକ ଅବସ୍ଥା, ନିଜର ଆବଶ୍ୟକତା ଲେଖି ଭଗବାନଙ୍କୁ ଅନୁରୋଧ କଲା ଯେ ଫେରସ୍ତ ପୋଷ୍ଟ ଦ୍ୱାରା ତୁରନ୍ତ 200 ଟଙ୍କା ପଠାଇବାକୁ, ନହେଲେ ସେ ପରୀକ୍ଷା ଦେଇପାରିବ ନାହିଁ। ତାପରେ ସେ ଗଛରେ ବନ୍ଧା ହୋଇଥିବା ପୋଷ୍ଟ ବାକ୍ସ ପାଖକୁ ଦୌଡ଼ିକି ଗଲା, କିନ୍ତୁ ସେ ଏତେ ଛୋଟ ଥିଲା ଯେ ତାର ହାତ ଚିଠିଟିକୁ ବାକ୍ସରେ ପକାଇବାକୁ ପାଉନଥାଏ। ସେ କିନ୍ତୁ ଚେଷ୍ଟା କରୁଥାଏ ପକାଇବାକୁ। ବହୁ ଦୂରରୁ ଥାଇ ପୋଷ୍ଟମାଷ୍ଟର ଏସବୁ ଦୃଶ୍ୟକୁ କେତେବେଳୁ ଲକ୍ଷ୍ୟ କରୁଥିଲେ। ସେ ପିଲାଟିର ଉଦ୍ୟମ ଦେଖି ତା ପାଖକୁ ଆସିଲେ ଏବଂ ତାଠାରୁ କାର୍ଡ଼ଟି ନେଇ ପଚାରିଲେ, ପୁଅ, ତୁ କାହାକୁ ଚିଠି ଲେଖିଛୁ କି? ପୁଅଟି କହିଲା, ହେ ମହାଶୟ, ଏହା ବୈକୁଣ୍ଠପୁରର ପ୍ରଭୁ ନାରାୟଣଙ୍କ ନିକଟକୁ ଏକ ଅତ୍ୟନ୍ତ ଜରୁରୀ ଚିଠି। ମୋତେ 3 ଦିନ ମଧ୍ୟରେ ମୋର ପରୀକ୍ଷା ଫିସ୍ ଦେବାକୁ ପଡ଼ିବ। ମୁଁ ତାଙ୍କୁ ଚିଠି ଲେଖି ଅନୁରୋଧ କରିଛି ଯେ 200 ଟଙ୍କା ତୁରନ୍ତ ପଠାଇବାକୁ। ପୋଷ୍ଟମାଷ୍ଟର ପୋଷ୍ଟକାର୍ଡ଼ରେ ଥିବା ଠିକଣାକୁ ଚାହିଁ ରହିଲେ। ସେ ତାକୁ କିଛି କହିବାକୁ ଶବ୍ଦ ପାଇଲେ ନାହିଁ। ପିଲାଟିର ନିରୀହତା ଦେଖି ତାଙ୍କ ଆଖିରେ ଲୁହ ଆସିଗଲା। ସେ ପଚାରିଲେ, ପୁଅ, ଏ ଠିକଣା ତୋତେ କିଏ ଦେଇଥିଲେ? ପିଲାଟି ତାର ଏବଂ ତା ମାଙ୍କ ମଧ୍ୟରେ ହୋଇଥିବା ସମସ୍ତ କଥାକୁ ବର୍ଣ୍ଣନା କଲା। ମହାଶୟ, ମୋ ମା କୁହନ୍ତି ଯେ ଭଗବାନ ହେଉଛନ୍ତି ବହୁତ ଦୟାଳୁ। ଯଦି ଆମେ ତାଙ୍କୁ ଆଗ୍ରହର ସହିତ ପ୍ରାର୍ଥନା କରୁ, ତେବେ ସେ ନିଶ୍ଚିନ୍ତ ଭାବରେ ଆମ ପରି ଗରିବ ଲୋକଙ୍କୁ ସାହାଯ୍ୟ କରିବେ। ଏହା ଶୁଣି ପୋଷ୍ଟମାଷ୍ଟର ବହୁତ ଖୁସି ହୋଇଗଲେ। ସେ ପିଲାଟିର କାନ୍ଧକୁ ଥାପୁଡ଼େଇ ଦେଇ କହିଲେ, ପୁଅ, ମୁଁ ଏହି ପୋଷ୍ଟ କାର୍ଡ଼କୁ ଶୀଘ୍ର ପଠାଇବାର ବ୍ୟବସ୍ଥା କରିଦେବି।
କିନ୍ତୁ ଗୋଟେ ଦିନ ପରେ ଆସେ। ପିଲାଟି ମନ ଖୁସିରେ ଘରକୁ ଦୌଡ଼ିଗଲା। ସେ ତା ମାଆଙ୍କୁ ଯାଇ କହିଲା ସେ ଗୋଟିଏ ଦିନ ମଧ୍ୟରେ ଟଙ୍କା ପାଇଯିବ। ଗୋଟେ ଦିନ ପରେ ପିଲାଟି ପୋଷ୍ଟମାଷ୍ଟରଙ୍କ ପାଖକୁ ଗଲା। ପୋଷ୍ଟମାଷ୍ଟର କହିଲେ, ପୁଅ ନେ ତୋର 200 ଟଙ୍କା ଆସିଯାଇଛି। ଏବେ ଯାଇ ତୋ ଫିସ୍ ଦେଇ ପରୀକ୍ଷା ଦେ। ପୁଅଟି କଭର ଧରି ଘରକୁ ଦୌଡ଼ିଗଲା ଏବଂ ତା ମାଆଙ୍କ ହାତରେ କଭରଟିକୁ ଧରାଇଦେଲା। ଏହା ଦେଖି ମା ବହୁତ ବ୍ୟସ୍ତ ହୋଇଗଲେ। ସେ କଠୋର ଭାବରେ ତାକୁ ପଚାରିଲେ, ତୁ ଏ ପଇସା କେଉଁଠୁ ଆଣିଲୁ? ପୁଅଟି ପୋଷ୍ଟମାଷ୍ଟରଙ୍କ ସହିତ ହୋଇଥିବା ସମସ୍ତ ଆଲୋଚନାକୁ ବର୍ଣ୍ଣନା କଲା। ଏହା ଶୁଣି ତା ମା ଜମା ବିଶ୍ୱାସ କରିପାରିଲେ ନାହିଁ। ସେ ଶୀଘ୍ର ପୋଷ୍ଟମାଷ୍ଟରଙ୍କ ପାଖକୁ ଯାଇ ତାଙ୍କ ପୁଅ ଯାହା ସବୁ ତାଙ୍କୁ କହିଛି ସେସବୁ କ'ଣ ସତ୍ୟ ଏବଂ ଏହା କିପରି ଘଟିପାରେ ଜାଣିବାକୁ ଚାହିଁଲେ। ପୋଷ୍ଟମାଷ୍ଟର ତା ମାଆଙ୍କୁ କହିଲେ ଯେ ମୋ ଉପରେ ବିଶ୍ୱାସ କର, ମୁଁ ଆଜି ଯାଏଁ ସବୁବେଳେ ଗୋଟେ କଠୋର ହୃଦୟର ବ୍ୟକ୍ତି ଥିଲି। ଯେତେବେଳେ ମୁଁ ତୁମ ପୁଅକୁ ସେହି ଚିଠି ସହିତ ଦେଖିଲି ମୁଁ ମୋ ଆଖିକୁ ବିଶ୍ୱାସ କରିପାରିଲି ନାହିଁ। ଏତେ ବିଶ୍ୱାସର ସହିତ ଭଗବାନଙ୍କୁ ଲେଖାଯାଇଥିବା ଏକ ଚିଠି, ତାହା ମୋତେ ଆକର୍ଷିତ କଲା। ନିଶ୍ଚିନ୍ତ ଭାବରେ ଭଗବାନ ମୋତେ ତୁମ ପୁଅକୁ ସାହାଯ୍ୟ କରିବାକୁ ପ୍ରେରଣା ଦେଇଛନ୍ତି। ଦୟାକରି ଏହି ଟଙ୍କା ରଖନ୍ତୁ, ମନା କରନ୍ତୁନି। ଏହା ନିଶ୍ଚୟ ଈଶ୍ୱରଙ୍କ ଇଚ୍ଛା ଯେ ମୁଁ ଏହି ଟଙ୍କା ଆପଣଙ୍କୁ ଦେବି। ଏହା ନ ହୋଇଥିଲେ ମୁଁ କେବେ ବି ଆପଣଙ୍କ ପୁଅକୁ ଚିଠି ପୋଷ୍ଟ କରୁଥିବାର ଦେଖିନଥାନ୍ତି ଏବଂ ଚିଠିଟି ଉତ୍ତର ନ ଦେଇ ସବୁଦିନ ପାଇଁ ରହିଯାଇଥାନ୍ତା। ଆଉ ତୁମ ପୁଅର ଈଶ୍ୱରଙ୍କ ଉପରେ ବିଶ୍ୱାସ ସବୁଦିନ ପାଇଁ ଭାଙ୍ଗି ଯାଇଥାନ୍ତା। ମୁଁ ଏହାକୁ ଏକ ଭଲ ପିଲାକୁ ସାହାଯ୍ୟ କରିବା ପାଇଁ ସୁବର୍ଣ୍ଣ ସୁଯୋଗ ବୋଲି ମନେ କରେ। ଦୟାକରି ମନା କରନ୍ତୁନି। ଆଚ୍ଛା, ଆମେମାନେ ଏହି ଗଳ୍ପରୁ କ'ଣ ଶିକ୍ଷା ଲାଭ କଲେ? ଆମେମାନେ ଏହା ଶିକ୍ଷା କଲେ ଯେ ଯଦି ଆମେ ଈଶ୍ୱରଙ୍କୁ ଆନ୍ତରିକତା ସହିତ ପ୍ରାର୍ଥନା କରିବା ତେବେ ଈଶ୍ୱର ଆମକୁ ନିଶ୍ଚୟ ସାହାଯ୍ୟ କରିବେ। ସେ କାହାକୁ ନା କାହାକୁ ତାଙ୍କର ପ୍ରତିନିଧି ଭାବରେ କାର୍ଯ୍ୟ କରିବାକୁ ପ୍ରେରଣା ଦେବେ। କେବଳ ଈଶ୍ୱରଙ୍କ ଉପରେ ଅବିଶ୍ୱସନୀୟ ବିଶ୍ୱାସ ହିଁ ସମସ୍ତଙ୍କୁ ସମସ୍ତ କଷ୍ଟ ଏବଂ ଅସୁବିଧାରୁ ରକ୍ଷା କରିପାରିବ। ସେଥିପାଇଁ ବା କଥାରେ ଅଛି, ବିଶ୍ୱାସେ ମିଳନ୍ତି ହରି ତର୍କେ ବହୁ ଦୂରେ। ତେବେ ଆଜି ପାଇଁ ଏତିକି। ପୁଣି ଥରେ ଦେଖାହେବା ଆଗାମୀ ଗଳ୍ପରେ। ସେଥିପର୍ଯ୍ୟନ୍ତ ସମସ୍ତେ ଖୁସିରେ ରୁହନ୍ତୁ ଓ ସର୍ବଦା ହସୁଥାନ୍ତୁ।